ଦେଖୁଛନ୍ତି ନା ପାଗଟା ଦେଖନ୍ତୁ ପୁରା ଜବରଦସ୍ତ ପାଗ ମାନେ ରଜ ପାଗ ପୁରା ଦେଇଛି ମାନେ ପବନ ଏଜୋର ଦେଉଛି ବିଶ୍ୱାସ କରିବେନି ଖରାଟା ହେଇଗଲା ତାପରେ ପବନଟା ଦେଉଛି ତ ସାଙ୍ଗମାନେ ଆଉ ଗୋଟେ ନୂଆ ଫ୍ରେଶ୍ ଭିଡ଼ିଓରେ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ତ ମୁଁ ଛାତଟା ଏଇଠୁ ଷ୍ଟାର୍ଟ କରୁଛି ତ ଚାଲନ୍ତୁ ଦେଖିବା କ'ଣ ହେଉଛି ତଳେ। ଧଣିଆ ପତ୍ର ବି ଆସିଛି। ଆସିଲା ସେଇଟା ଚାର୍ଜ ବସେଇଲୁଣି କି? ବଢ଼ିଆ ପାଗଟା ହେଇଥିଲା ସାଙ୍ଗେ ସାଙ୍ଗେ ଖରା ହେଇଗଲା ଚାଲୁ ନା ରଜଟା ଆଇଲାଣି ତ ସେଥିପାଇଁ ତ ସାଙ୍ଗମାନେ ଘରକୁ ଆଜି ଚିକେନ୍ ଆସିଛି। ଚିକେନ୍ ପିଆଜଟା ବି ସେପଟେ କଟା ହେଉଛି ଚିକେନ୍ ଲାଗି। ଭିଡ଼ିଓଟା ଦେଖନ୍ତୁ ଆଉ ଭଲ ଲାଗିବ। କ'ଣ କରୁଛୁ ଏଇଟା କ'ଣଟା? ହଁ କଲରା ପୋଟଳ ସିଝା। ଓହୋ ଏଇଟା ପେଷ୍ଟ ହବ। ଓକେ ତ ଆମର ପିଆଜ କଟା ସରିଲାଣି। ପିଆଜ କଟା ହେଇଯାଇଛି ଆଉ ସବୁ କଟାକଟି ସରିଲାଣି। ଏବେ ରୋଷେଇଟା ହେବ। ଯେଉଁ ରଜ ଆଇଲାଣି ତ ସେଥିପାଇଁ ପାଗଟା ପୁରା ମସ୍ତ ଆସୁଛି। ଆଉ ବେଳେବେଳେ ଖରା ଏମିତି ହେଉଛି ଭାଇ ଅଲଗା ପ୍ରକାର ପୁରା ନେଇକି ଯିବା ଅଳ୍ପ ଜାଳ। ପିଆଜ କଟାକଟି ସରିଛି, ଆଳୁ ବି କଟାକଟି ସରିଛି, ସାରୁ ବି ସେଥିରେ ଅଳ୍ପ ପଡ଼ିବ। ଚାଲନ୍ତୁ ଯିବା। ଅଳ୍ପ ଡାଲଚିନି, ଗୋଲମରିଚ, ଗୁଜୁରାତି ଆଉ ତା ସାଙ୍ଗକୁ ଏଇ ଯେଉଁ ଖଡ଼ା ମସଲାଟା ପୁରା ବଢ଼ିଆ ବାସୁଛି। ଫାଷ୍ଟ ଆର ପେଷ୍ଟଟା କରିଦେବା। ଧଣିଆ ପତ୍ର, ଲଙ୍କା ହରିଆ, ତାପରେ ଆମର ପେଷ୍ଟଟା ହେଇଯାଇଛି। ପୁଦିନା ହରିଆ ପଡ଼ିକି ଧଣିଆ ପତ୍ର ପୁରା ନଙ୍ଗା ବାସୁଛି। ପୁରା ନଙ୍ଗା ନଙ୍ଗା ପିସ୍ ଦେଇଛି ମାଲମାଣ୍ଡା। ତାକୁ ପୁରା ବାଗେଇକି ଗୋଳେଇକି ତାକୁ ରଖିଦେବା। ତାପରେ ଇଏ କରିବା ଆଉ ରୋଷେଇ କରିବା। ଠିକ୍ ଅଛି। ତେଲଟା ଦିଆହେଇଗଲା। ଏବେ ଆଳୁ ହରିଆ ସବୁ ପକାଇଦେବା। କାହିଁକିନା ଆଳୁଟାକୁ ଫାଷ୍ଟ ଭାଜିଦେବା। এটা ଡାଲି ଆଉ ଏଠି ଯେଉଁ ପେଷ୍ଟଟା ଓହୋ ଏଇ ମୁଗ ଡାଲି ନା ଏଟା ନା କି ଡାଲି? ବିରି ଡାଲି। ଓହୋ ବିରି ଡାଲି। ବିରି ଡାଲି ହେଉଛି।
ରଖୁନ୍ ସେଇଠି। ହଁ ମସଲା ଟିକେ ପକେଇଦବା। ହଁ ହଁ ଡାଲଚିନି ମସଲା ଗୁଜୁରାତି ଲବଙ୍ଗ ଭଳିଆ ଟିକେ ପକେଇଦବା। ଲଙ୍କା ଗୁଣ୍ଡଟା ଦେଇଦେବା। ତାପରେ ଦେବା ଓକେ। ମସଲାଟା ଯେଉଁ କଷିଥିଲେ ଦେଇଦେବା। ଠିକ୍ ଅଛି। ମସଲାଟା ଯେଉଁ ଗୋଳେଇକି କରିଥିଲେ ପକା। ହଳଦୀଟା ପକେଇଦେବା। ଧନିଆ ଗୁଣ୍ଡ ଦେଇଦେବା। ତାପରେ ଜିରା ପାଉଡ଼ର ଟିକେ ଦେଇଦେବା। ଦେଇଦେବା ମସଲାଟାକୁ ପକେଇଦେବା। डालो चिकेन देदेबा। ठीक अच्छे देदेबा। पूरा मस्त मस्त पीस देसी आज बड़ बड़ साइज पीस। तो सांग मैंने चिकेन टाक पूरा बागी कषिदबा। ठीक अच्छे कषे सारा पर झोल हम आ लेग पीस मस्त है। धनिया पत्र पकई पूरा रेडी करदे तापर खाइबा। गोटे ही आइलानी शांति लगिला लोक टे ठंडा सीना टे लगता खाली तो सकाल खरा नाला ए पूरा जोर खरा आइलानी कौनटा आगु रजरे पोड़ पिठा हम है आउ कौन
ଚିକେନଟା ହେଇଆଇଲାଣି, ଖାଇବା ଆଉ ଟିକେ ପରେ। ତ ଆମର ଚିକେନ୍ ହେଇଗଲା ରେଡ଼ି। ପୁରା ଧନିଆ ପତ୍ର ଫଣିଆ ପତ୍ର ପଡ଼ିକି ଗରମ ମସଲା ହେରିକା ପଡ଼ିକି ପୁରା ରେଡ଼ି ହେଇଯାଇଛି। ସବୁ ଆସିକି ଖାଇଲେ ତାପରେ ଆମେ ଖାଇବା। ଠିକ୍ ଅଛି। କାହାର? ତାତିଛି କି? ତ ସାଙ୍ଗମାନେ ଦେଖନ୍ତୁ କେତେ ସାରା ଆଇଟମ୍, ପୋଟଳ ଭଜା, ଭେଣ୍ଡି ଭଜା ଆଉ କଲରା ଭଜା। ତା ସାଙ୍ଗକୁ ଦେଖନ୍ତୁ ଗୋଟେ ସ୍ପେଶାଲ୍ ଆଳୁ ଦଳାଟା, ମାନେ ଆଳୁ ଦଳାର ଟେଷ୍ଟ ମାନେ ଅଲଗା ପ୍ରକାର ପୁରା। ତ ସାଙ୍ଗମାନେ ଦେଖନ୍ତୁ ଖାଲି ଚିକେନ୍ଟା ମାନେ କି ଦେଖନ୍ତୁ କେମିତି ଦେଖାଯାଉଛି, ମାନେ ପୁରା କହିଲି ପୁରା ମହୁ ଆଉ ନହେଲେ କିଛି ନୁହେଁ। ତ ଫାଷ୍ଟ ତା ସାଙ୍ଗେ ଦେଖନ୍ତୁ ଆମ୍ବ ଆଉ ଦଳାଦଳି ଆଇଟମ୍ ସବୁ, ଆଉ ଆଳୁ ଝୋଳ ହେଇଛି ଚକୁଟାଟା। ଏଇଟା ନ କଲେ ଭଲ ଲାଗିବ ନା, ତ ସେଥିପାଇଁ ଏଇଟା ବି ଟିକେ ହେଇଛି। ତ ଏବେ ଚାଲନ୍ତୁ ଚିକେନ୍ ଲେଗ୍ ପିସ୍ ଏବେ ଖାଇବା ଷ୍ଟାର୍ଟ କରିବା। ଠିକ୍ ଅଛି। ତ ସାଙ୍ଗମାନେ ଯାହା କୁହନ୍ତୁ, ଆଜି ପୁରା ମଜା ଆସିଗଲା। ଓ ଓ ଭାଇ ପୁରା ଟେଷ୍ଟି, ପୁରା ସିରିୟସଲି କହୁଛି ଭାଇ, ପୁରା ଟେଷ୍ଟି ହେଇଛି। ତ ସାଙ୍ଗମାନେ ଟିକେ ଆଳୁ ପୋଡ଼ା ଖାଇବା, ପିଆଜ ଟିକେ ଲଗେଇକି ଦେଖିବା ଏଟା କେମିତି ଲାଗୁଛି। ତ ସାଙ୍ଗମାନେ ଦେଖନ୍ତୁ, ଯାହା କୁହନ୍ତୁ ଭାଇ କହୁଛି, ତ ଆଜି ଏତେ ଦିନ ପରେ ଗୋଟେ ନଙ୍ଗା ଚିକେନ୍ କହୁଛି, ପୁରା ବୋବାଲ ଟେଷ୍ଟ ଆଉ ପୁରା ମଙ୍ଗୁ ଭଳିଆ ଲାଗୁଥିଲା। ତ ଆପଣ ଦେଖିକି ବି ଜାଣିପାରୁଥିବେ ପୁରା ଭାଇ ବୋବାଲ ଟେଷ୍ଟ ଲାଗୁଥିଲା। ତ ଖାଇକି ଆଜି ପୁରା ମଜା ଆସିଗଲା। ତ ସାଙ୍ଗମାନେ ଦେଖନ୍ତୁ ଘରେ ଅଛି, ତ ଏଇଭଳିଆ ଛୋଟ ଛୋଟ ବ୍ଲଗ୍ ଭିଡ଼ିଓ ଆସିବ, ତ ପ୍ଲିଜ୍ ଟିକେ ଆଡ଼ଜଷ୍ଟ କରିଦେବେ। ତ ସାଙ୍ଗମାନେ ଆପଣଙ୍କୁ ଯଦି ଭିଡ଼ିଓଟି ଟିକେ ଭଲ ଲାଗିଥାଏ ତାହେଲେ ଭିଡ଼ିଓଟିକୁ ଲାଇକ୍ ଆଉ ସବସ୍କ୍ରାଇବ୍ କରିଦେବେ। ଠିକ୍ ଅଛି। ତ ସାଙ୍ଗମାନେ ବହୁତ ଜୋରେ ବର୍ଷା ଉଠେଇଗଲାଣି, ତ ରହିଲି, ଦେଖାହେବା ଆଉ ଗୋଟେ ବଢ଼ିଆ ବୋବାଲିଆ ଭିଡ଼ିଓରେ। ତ ଜୟ ଜଗନ୍ନାଥ।